ବାଥରୁମ ରେ ଟିକେ ନେଇ ଲଗେଇ ଦିଅ। ଏଟା ଗୋଟେ କଣ ଆଣିଛୁ? ଏଟା ଆମର ଯୋଉ ସାମ୍ପୁ ଫାମ୍ପୁ ଡବା ଆଉ ସାବୁନ ହେଲା ସବୁ ଏଣେ ତେଣେ ହେଇକି ସବୁ ଅଳିଆ ହେଇକି ପଡୁଛି, ସେଥିପାଇଁ ଏଟା ଆଣିଛି। ପୁରା ସୁନ୍ଦର ବି ଦେଖାଉ, ଦେଖ କେତେ ସୁନ୍ଦର ଷ୍ଟାଇଲିଶ ହେଇକି ବି ରହିବ। ଆଉ ମୁଁ ଲଗେଇବି କେମିତି ତାକୁ? ଲଗେଇବ ଏବେ ଦେଇଛି ଜିନିଷ ଦେଇଛି, ଏ ଭିତରେ ଏ ନଟ ଗୋଲ ପିଲା ଏ ଦେଇଛି, ପଛପଟେ ସ୍କ୍ରୁ ଦେଇଛି, ଏ ଦିଟା ଜାଗା ଦେଇଛି, ଲଗେଇବ କେତେ ସୁନ୍ଦର ଦେଖାହବ। ଖାଲି ଆମ ବାଥରୁମ ଟା ଭାବ ପୁରା ତଳେ କଣ ନାଡି ଭଳିଆ ଉଳିଛି ନା କଣ? ତଳେ ଏଟା ଯଦି କିଚେନ ରେ, ଯଦି ଏଟା ମୁଁ ଆଣିଛି ବାଥରୁମ ପାଇଁ, ଯଦି କିଏ ନେବେ ଧର କିଚେନ ରେ ରଖିବା ପାଇଁ, ସେ ସେଥିପାଇଁ ଦେଇଛି। ଡବା ଭାବେ ଆରାମରେ ଛୋଟ ଡବା, ଏଠି ବଡ ଡବା, ଏକୁ ବି ଆଡଜଷ୍ଟ କରିପାରିବ ଏମିତି ଉପରେ ଦେଇକି। ଧର ତମର ମଝିରେ ରଖିବାର ଅଛି, ଏଠି ଆଡଜଷ୍ଟ କରିପାରିବ ଉପରେ ଦେଇକି, ନହେଲେ ମଝିରେ ରଖିବ ଯୋଉଠି ଏଇ ଟାଇପର ଆଡଜଷ୍ଟ ଥାକ କରିହବ। ଏଇଠି ଯୋଉ ଆମର ଖଡିକା ଚାମଚ ଯାହା ହେଲା ଏଇଠି ସବୁ ହ୍ୟାଙ୍ଗ କରିବା ପାଇଁ ଦେଇଛି। କିନ୍ତୁ ମୋର ତ ବାଥରୁମ ରେ ଦରକାର ନାହିଁ, ଜାଲି ଫାଲି ଦେବ ୟୁଜ କରିବି। ନହେଲେ ବହୁତ ସୁନ୍ଦର ମେଟେରିଆଲ କ୍ୱାଲିଟି ଅଛି, ପୁରା ଷ୍ଟାଇଲିଶ ଲୁକ୍ ଗୋଟେ ଆସିବ। ଦେଖ ଖାଲି ବାଥରୁମ ରେ ଏଇଟା ରହିଲା ମାନେ କେତେ ବଢିଆ ଲାଗିବ କୁହନି। ଆମର ଏଇଠି ରହିବ ସାମ୍ପୁ ତେଲ, ଏଇଠି ସବୁ ରହିଲା, ଏଠି ସାବୁନ ଫାବୁନ ରହିଲା, ଫେସ ୱାଶ ଫେସ ୱାଶ ଏଠି ସବୁ ରହିବ, କେତେ ସୁନ୍ଦର ଦେଖାହବ। ହଉ ଲଗେଇ ହଉ ଦିଅ। ହଉ ଠିକ ଅଛି ଚାଲ। ହଁ ଆଚ୍ଛା, ହଁ ଆଉ ଗୋଟେ କଥା, ଯଦି ଆପଣ ମାନଙ୍କର ବି ଏଇଟାକୁ ଦରକାର, ଲିଙ୍କ ମୁଁ ଟ୍ୟାଗ କରିଦେଇଛି, ସେଇଠୁ କ୍ଲିକ୍ କରିକି ଆପଣ ମାନେ ପରଚେଜ କରିପାରିବେ। ଆସ ଜଲ୍ଦି।